ରଖିଲେ ଶିବ ମାରିବ କିଏ? ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ଆଜିର ଦିନରେ ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି ଏବଂ ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ବୁଧ ଗ୍ରହ ଅଚାନକ ରାଶି ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି ଏବଂ ଏହି ରାଶି ପରିବର୍ତ୍ତନ 12 ଗୋଟି ରାଶି ଚକ୍ର ଉପରେ ଏହାର ଅତ୍ୟନ୍ତ ଶୁଭ ଏବଂ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଯାଉଛି। ତେବେ ଦର୍ଶକ ବନ୍ଧୁ ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ଆଜିର ଏହି ରାଶିର ବିଶେଷ କାର୍ଯ୍ୟକ୍ରମକୁ ସ୍ୱାଗତ। ତେବେ ଦର୍ଶକ ବନ୍ଧୁ ଆଜିର ରାଶିର ଭିଡ଼ିଓ ଜରିଆରେ ଜାଣିବା କି ଦେବଦେବ ମହାଦେବଙ୍କ ଆଶୀର୍ବାଦର କୃପା ରହିବା ସହିତ ଆପଣଙ୍କ ଭାଗ୍ୟ ଚମକିବା ପାଇଁ ଯାଉଛି ଏବଂ ରଖିଲେ ଶିବ ମାରିବ କିଏ, ଯାହାକି ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ହରଣ କରିବେ ଦେବଦେବ ମହାଦେବ ଏବଂ ଆପଣଙ୍କର ସମସ୍ତ ବୃତ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଗୁଡ଼ିକ ଦୂର ହେବା ପାଇଁ ଯାଉଛି ଏବଂ ହଠାତ୍ ଅଚାନକ ଭାବରେ ବୁଧ ଗ୍ରହ ଯାହାକି ନିଜର ରାଶି ପରିବର୍ତ୍ତନ କରୁଛନ୍ତି ଏବଂ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ବ୍ୟବସାୟ, ଲେଖା, ଗଣିତ, ଯୋଗାଯୋଗ, ନିଷ୍ପତ୍ତି ଗ୍ରହଣ ପାଇଁ ଦାୟୀ ଭାବରେ ଗ୍ରହଣ ବିବେଚନା କରାଯାଏ ଏବଂ ପ୍ରତି ଗ୍ରହମାନେ ବୁଧ ବ୍ୟକ୍ତିମାନଙ୍କୁ ସମାଜରେ ଚିନ୍ତାଧାରା, ନିଷ୍ପତ୍ତି ଏବଂ ଯୋଜନାର ପୁନର୍ବିଚାର କରିବା ପାଇଁ ପ୍ରେରଣା ଦିଆଯାଇଥାଏ ଏବଂ ପ୍ରତି ଗ୍ରହ ସମୟରେ ପୁରୁଣା ସମସ୍ୟା ଯାହାକି ଦୀର୍ଘ ଦିନ ଧରି ପଡ଼ି ରହିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଅତୀତର ନିଷ୍ପତ୍ତି ମଧ୍ୟ ସାମ୍ନାକୁ ଆସେ। ଏତଦ୍ ବ୍ୟତୀତ ଏହିସବୁ ରାଶିଧାରୀ ବ୍ୟକ୍ତି ବିଶେଷମାନେ ଯେତେବେଳେ ବୁଧ ପ୍ରତିଗ୍ରହୀ ହୁଏ ଏହା ପ୍ରୟାସ ଶକ୍ତି ଲାଭ କରେ। ଏହାର ଅତ୍ୟନ୍ତ ଶୁଭ ଏବଂ ସକାରାତ୍ମକ ପ୍ରଭାବ ଯାହାକି ଆଜିର ଦିନରେ ପଡ଼ିବା ପାଇଁ ଯାଉଛି ଏବଂ ଏହି 12 ଗୋଟି ରାଶି ଚକ୍ର ଉପରେ ଏହାର ଅତ୍ୟନ୍ତ ଶୁଭ ଏବଂ ସକାରାତ୍ମକ ପ୍ରଭାବ ପଡ଼ିବା ପାଇଁ ଯାଉଛି ଏବଂ ଏହିସବୁ ରାଶିଧାରୀ ବ୍ୟକ୍ତି ବିଶେଷମାନେ ପ୍ରଭାବଶାଳୀ ବୃଦ୍ଧି ହେବ ଏବଂ ଆପଣଙ୍କର ପୂର୍ବ ଦୀର୍ଘ ଦିନର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହିତ ସୁନା ଥାଳିରେ ଖାଇବେ ଏହିସବୁ ରାଶିଧାରୀ ବ୍ୟକ୍ତି ବିଶେଷମାନେ। ତେବେ ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ନିଜର ରାଶି ବା ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି ଏବଂ ଅଚାନକ ଭାବରେ ଧନୀ ହୋଇଥାନ୍ତି ଏହିସବୁ ରାଶିର ବ୍ୟକ୍ତି ବିଶେଷମାନେ। ଏହିସବୁ ରାଶିଧାରୀଙ୍କ ବ୍ୟକ୍ତି ବିଶେଷଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ବାଧା ବିଘ୍ନ ଦୂର ହେବା ସହିତ ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ଆପଣଙ୍କର ଭାଗ୍ୟ ସୁନା ଭଳି ଚମକିବା ପାଇଁ ଯାଉଛି ଏବଂ ସୁନା ଥାଳିରେ ଖାଇବା ସହିତ ଟଙ୍କା ଗାଦିରେ ବସିବେ। ଏହିସବୁ ରାଶିଧାରୀ ବ୍ୟକ୍ତି ବିଶେଷମାନେ ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବେ। ଆୟର ନୂତନ ଉତ୍ସ ଗୁଡ଼ିକ ସୃଷ୍ଟି ହେବ। ପରିବାର ମଧ୍ୟରେ ସୁଖ ସମୃଦ୍ଧତା ଭରି ହେବ। ସମସ୍ତ ଅଭାବ ଅନଟନ ଦୂର ହେବ। ପ୍ରଭୁ ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ଆପଣଙ୍କର ସମସ୍ତ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ସୁଧାର ଆସିବା ସହିତ ଆର୍ଥିକ ସ୍ଥିତିରେ ଉନ୍ନତି ହେବ ଏବଂ ଏହିସବୁ ରାଶିଧାରୀ ବ୍ୟକ୍ତି ବିଶେଷଙ୍କ ଅତ୍ୟନ୍ତ ଭାଗ୍ୟଶାଳୀ ପ୍ରମାଣିତ ହେବେ ଏବଂ ଏହି ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ କାମଠାରୁ ଆରମ୍ଭ କରି କ୍ୟାରିୟର, ବ୍ୟବସାୟ ଓ ଅନ୍ୟାନ୍ୟ ଜିନିଷରୁ ପ୍ରଚୁର ଧନ ଲାଭ ପାଇବେ ଏବଂ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବା ସହିତ ବୈବାହିକ ଜୀବନ ସୁଖମୟ ହେବ ଏବଂ ଆପଣଙ୍କ ଜୀବନରେ ଲାଗି ରହିଥିବା ଅଭାବ ଅନଟନ ଦୂର ହେବ। ଦେବଦେବ ମହାଦେବଙ୍କ ଆଶୀର୍ବାଦ ବା କୃପା ରହିବା ହେତୁ ବୁଧ ଗ୍ରହଙ୍କ ଅଚାନକ ଭାବରେ ରାଶି ପରିବର୍ତ୍ତନ ଧନୀ ହେବା ସହିତ ଆପଣଙ୍କୁ କିଛି ଗୁପ୍ତଧନ ମିଳିବ ଏବଂ ଆଗାମୀ 10 ଘଣ୍ଟା ମଧ୍ୟରେ ଆପଣଙ୍କୁ କିଛି ସକାରାତ୍ମକ ଫଳାଫଳ ପ୍ରାପ୍ତି ହେବ। ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ଆଗାମୀ 10 ଘଣ୍ଟା ମଧ୍ୟରେ ଆପଣଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଚାକିରି ମିଳିବା ସହିତ ଆପଣଙ୍କ ଜୀବନରେ ସମସ୍ତ ସବୁ ପରିସ୍ଥିତି ବଦଳିଯିବ। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ସେହି ସବୁ ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ତେବେ ଦର୍ଶକ ବନ୍ଧୁ, ସେହି ସବୁ ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଜାଣିବା ପାଇଁ ହେଲେ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟି ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯେଉଁମାନେ ଏହି ଚ୍ୟାନେଲରେ ନ୍ୟୁ ଅଛନ୍ତି ସର୍ବପ୍ରଥମେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ। କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିବାକୁ ବିଲକୁଲ ବି ଭୁଲିବେନି। ଦେବଦେବ ମହାଦେବଙ୍କ କୃପା ବର୍ଷିବା ସହିତ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ଏବଂ ପରିବାରର ହସ ଖୁସିର ଆନନ୍ଦର ବାତାବରଣ ଲାଗି ରହିବ। ତେବେ ଦର୍ଶକ ବନ୍ଧୁ, ପ୍ରଥମ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ଯାହାପରେ କି ଅଚାନକ ଭାବରେ ବୁଧ ଗ୍ରହଙ୍କ ରାଶି ପରିବର୍ତ୍ତନ ହେତୁ 10 ଘଣ୍ଟା ଭିତରେ ଚାକିରି ମିଳିବା ସହିତ ଦେବଦେବ ମହାଦେବଙ୍କ କୃପା ରହିବା ହେତୁ ଆଗାମୀ 10 ଘଣ୍ଟା ମଧ୍ୟରେ ଆପଣଙ୍କ ପାଇଁ ଅଚାନକ ଭାବରେ ଧନୀ ହେବେ ଏବଂ ଆପଣଙ୍କ
ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି। ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ମେଷ ରାଶି। ତେବେ ଦର୍ଶକ ବନ୍ଧୁ, ଏହି ମେଷ ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ ଆପଣଙ୍କର ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି ଏବଂ ଆପଣଙ୍କର କିଛି ନୂତନ ପୁନରୁଦ୍ଧାର ହେବା ପାଇଁ ଯାଉଛି ଏବଂ ଅଚାନକ ଭାବରେ ବୁଧ ଗ୍ରହ ରାଶି ପରିବର୍ତ୍ତନ ସହିତ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଛି ଏବଂ ଏହି ରାଶିଙ୍କ ପାଇଁ ବେଶ୍ ଶୁଭଦାୟୀ ରହିବା ସହିତ ଆପଣଙ୍କ ଜୀବନରେ ଲାଗି ରହିଥିବା ପୂର୍ବ ଅପେକ୍ଷା ଆର୍ଥିକ ମନ୍ଦାବସ୍ଥା ଦୂର ହେବ। ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଏହି ସମୟ ମଧ୍ୟରେ ଆପଣଙ୍କର ପୂର୍ବ ଅପେକ୍ଷା ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ଆର୍ଥିକ ସ୍ଥିତି ମଜବୁତ ରହିବ ଏବଂ ଧାର କରଜ ଆଣିଥିବା ବ୍ୟକ୍ତି ବିଶେଷମାନେ ଧାର କରଜ ଟଙ୍କା ସୁଝିବାରେ ସକ୍ଷମ ହେବେ। ଆପଣଙ୍କର କର୍ମ କ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ ଏବଂ ଆପଣଙ୍କର ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟାବସ୍ଥା ବଦଳିଯିବ ଏବଂ ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବା ସହିତ ଆପଣଙ୍କର ଜୀବନରେ ବ୍ୟବସାୟରେ ଅଗ୍ରଗତି କରିବେ ଏବଂ ଲାଗି ରହିଥିବା ମନ୍ଦାବସ୍ଥାର ସୁଧାର ଆସିବ। ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ନିଜର ବ୍ୟବସାୟୀ ପ୍ରତିଦ୍ୱନ୍ଦ୍ୱୀକୁ ପଛରେ ପକାଇ ଆପଣ ଆଗାମୀ ହେବେ ସହିତ ସଫଳ ହେବେ ଏବଂ ନିଜ ପତ୍ନୀଙ୍କ ପାଇଁ କୌଣସି ଦାମୀ ଉପହାର କ୍ରୟ କରିବେ ଏବଂ ଏହି ରାଶିର ଅବିବାହିତ ବ୍ୟକ୍ତି ବିଶେଷ ପାଇଁ କୌଣସି ଏକ ବିଭିନ୍ନ ସ୍ଥାନରୁ ଭଲ ବିବାହ କାର୍ଯ୍ୟ ସମ୍ପନ୍ନ ହେବା ସହିତ ବୈବାହିକ ଜୀବନ ସୁଖମୟ ହେବ ଏବଂ ଏହି ରାଶିରେ ଜଡ଼ିତ ବ୍ୟକ୍ତି ବିଶେଷମାନେ ପାର୍ଟନରସିପ୍ରେ ଚାଲିଥିବା ବ୍ୟବସାୟୀମାନେ ବ୍ୟବସାୟରୁ ମୋଟା ଅଙ୍କର ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତ ଲାଭ କରିବା ସହିତ ଭଲ ରେଜଲ୍ଟ କରିବେ ଏବଂ ସରକାରୀ ଚାକିରିଆମାନଙ୍କର ପଦୋନ୍ନତି ସହିତ ଦରମା ବୃଦ୍ଧି ହେବ। ଏହି ରାଶିର ଜଡ଼ିତ କଳା ସାହିତ୍ୟ ରିସର୍ଚ୍ଚ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷମାନେ ପୂର୍ବ ଅପେକ୍ଷା ଆପଣଙ୍କର ଆର୍ଥିକ ଧୀରେ ଧୀରେ ସ୍ଥିତି ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ଧୀରେ ଧୀରେ ସ୍ୱାସ୍ଥ୍ୟରେ ସୁଧାର ଆସିବ ଏବଂ ଆପଣଙ୍କର କିଛି ଅଚାନକ ଭାବରେ ଧନ ପ୍ରାପ୍ତି ହେବା ସହିତ ଅଟକି ରହିଥିବା ପାଣ୍ଠି ଫେରି ପାଇବେ ଏବଂ ଆପଣଙ୍କର ନିଷ୍ପତ୍ତି ଉପରେ ଆପଣଙ୍କୁ ସମାଜରେ ସମାନ ମାନ ସମ୍ମାନ ବୃଦ୍ଧି ହେବ। ଏହି ରାଶିର ରାଜନୈତିକ ବ୍ୟକ୍ତି ବିଶେଷମାନେ ରାଜନୈତିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ସହିତ ସରକାରଙ୍କ ତରଫରୁ ଆପଣଙ୍କୁ କିଛି କାର୍ଯ୍ୟ ମଧ୍ୟ ଆପଣଙ୍କ ହାତକୁ ଆସିବ ଏବଂ ସରକାରୀ ଚାକିରିରେ ପଦୋନ୍ନତି ମଧ୍ୟ ହେବ। ଏଥିସହିତ ଏହି ରାଶିର ବ୍ୟକ୍ତି ବିଶେଷମାନେ ବିଦେଶରେ ବାଣିଜ୍ୟ ବ୍ୟବସାୟ କରିବାକୁ ଇଚ୍ଛୁକ ଥିବା ବ୍ୟବସାୟୀମାନେ ଯାହାକି ଭଲ ବିଶେଷଜ୍ଞଙ୍କ ପରାମର୍ଶ ନେବା ଦ୍ୱାରା ଆପଣଙ୍କର ବ୍ୟବସାୟରେ ଉନ୍ନତି ଲାଭ କରିବେ ଏବଂ ଧାର କର୍ଜ ଆଣିଥିବା ବ୍ୟକ୍ତି ବିଶେଷମାନେ ଧାର କର୍ଜ ସୁଝିବାରେ ସକ୍ଷମ ହେବେ। ଏଥିସହିତ ଏହି ମେଷ ରାଶିର ବ୍ୟକ୍ତି ବିଶେଷମାନେ ଜମି ଗାଡ଼ି କିଣିବାର ସ୍ୱପ୍ନ ସାକାର ହେବା ସହିତ ପୂର୍ବ ଅପେକ୍ଷା ଧୀରେ ଧୀରେ ଆର୍ଥିକ ସମ୍ପର୍କରେ ଉନ୍ନତି ଏବଂ କ୍ୟାରିୟରରେ ଉନ୍ନତି ଲାଭ କରିବେ। ଦେବଦେବ ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ ରହିବ ଏବଂ ଭାଗ୍ୟ ସୁନା ଭଳି ଚମକିବା ସହିତ 10 ଘଣ୍ଟା ମଧ୍ୟରେ ଏହି ରାଶିର ବ୍ୟକ୍ତି ବିଶେଷମାନେ ଅଚାନକ ଧନୀ ହେବେ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ ଦେବଦେବ ମହାଦେବଙ୍କ ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ହୃଦୟରେ ହର ହର ମହାଦେବ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ଯିଏକି ବୃଷ ରାଶି। ଏହି ବୃଷ ରାଶିର ବ୍ୟକ୍ତି ବିଶେଷମାନେ ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ଅଚାନକ ଭାବରେ ଧନୀ ହେବା ସହିତ 10 ଘଣ୍ଟା ମଧ୍ୟରେ ଆପଣଙ୍କୁ କିଛି ଖୁସି ଖବର ମିଳିବା ସହିତ ଚାକିରି ମଧ୍ୟ ମିଳିବ ଏବଂ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ପୁନରୁଦ୍ଧାର ହେବ ଏବଂ ପୁରୁଣା ବ୍ୟବସାୟିକ ଚୁକ୍ତିଗୁଡ଼ିକ ହଠାତ୍ ଲାଭ ହେବାର ସମୟ ଆରମ୍ଭ ହୋଇଯାଇଛି ଏବଂ ବୁଧ ଗ୍ରହଙ୍କ ରାଶି ନକ୍ଷତ୍ର ପରିବର୍ତ୍ତନ ନିବେଶ ଲାଭଦାୟକ ପ୍ରମାଣିତ ହେବ। ପରିବାରରେ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିରତା ପ୍ରଚଳିତ ହେବ। ଭାଇ ଭାଇଙ୍କ ମଧ୍ୟରେ ହୋଇଥିବା ମନମାଳିନ୍ୟ ଦୂର ହେବ। ପରିବାରରେ ସୁଖ ସମୃଦ୍ଧତା ଭରି ରହିବ ଏବଂ ପିଲାମାନଙ୍କଠାରୁ ଆପଣ କୌଣସି ସୁସମ୍ବାଦ ଶୁଣିବେ ଏବଂ ଏହି ରାଶିର ବ୍ୟକ୍ତି ବିଶେଷମାନେ ସମ୍ପର୍କଙ୍କ ବନ୍ଧୁଙ୍କ ସମର୍ଥନ ଏବଂ ପରିବାରଙ୍କ ସମର୍ଥନ ଦ୍ୱାରା ଆଗାମୀ କାର୍ଯ୍ୟଗୁଡ଼ିକ ମଧ୍ୟ ଆପଣଙ୍କର ସଫଳତାମୟ ହେବ ଏବଂ ସମ୍ପର୍କରେ ଉନ୍ନତି ହେବ। ଏଥିସହିତ ଏହି ରାଶିର ବୃଷ ରାଶିର ବ୍ୟକ୍ତି ବିଶେଷମାନେ ଦେବଦେବ ମହାଦେବଙ୍କ କୃପା ରହିବା ହେତୁ କ୍ୟାରିୟରରେ ଧୀର କିନ୍ତୁ ଦ୍ରୁତ ପ୍ରଗତି ଦେଖାଦେବ ଏବଂ ଜମି ଯାନବାହନ କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ ପଡ଼ି ରହିଥିବା ମାମଲା ରାୟଗୁଡ଼ିକ ଆପଣଙ୍କ ଆଗକୁ ବଢ଼ିବା ସହିତ ପୁରୁଣା କୋର୍ଟ କଚେରୀ ମାମଲା ରାୟ ଆପଣଙ୍କ ସପକ୍ଷରେ ଯିବ। ଶତ୍ରୁ ଉପରେ ବିଜୟ ଲାଭ କରିବେ। ପୁରୁଣା ପୈତୃକ ପୁଞ୍ଜିରୁ ଲାଭ ମିଳିବ। ଧାର କରଜ ଆଣିଥିବା ବ୍ୟକ୍ତି ବିଶେଷମାନେ ଧାର କରଜ ସୁଝିବାରେ ସକ୍ଷମ ହେବେ ଏବଂ ବୃଦ୍ଧଙ୍କର ଏହି ପ୍ରତିକୂଳ ଭାଗ୍ୟର ଦ୍ୱାର ଖୋଲିବା ସହିତ ଏହି ବୃଷ ରାଶିର ବ୍ୟକ୍ତି ବିଶେଷମାନେ ସହଗବିତା ଲାଭ ଆଣିବ। ଆଇନଗତ ଏବଂ କାଗଜପତ୍ର ମାମଲାରେ ସଫଳତା
ସଫଳତା ମିଳିବ। ଅଟକି ରହିଥିବା ପାଣ୍ଠି ଫେରି ପାଇବେ ଏବଂ ଆପଣଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। କଳା ଗଣମାଧ୍ୟମ ଏବଂ ଯୋଗାଯୋଗ ସହିତ ଜଡ଼ିତ ବ୍ୟକ୍ତିବିଶେଷମାନେ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟୀ ସମୟ ଆରମ୍ଭ ହେଉଛି ଏବଂ ଆଗାମୀ 10 ଘଣ୍ଟା ମଧ୍ୟରେ ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ଅଚାନକ ଭାବେ ଧନୀ ହେବେ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ଦେବଦେବ ମହାଦେବଙ୍କ ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ସହୃଦୟରେ ହର ହର ମହାଦେବ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ସିଂହ ରାଶି। ଏହି ସିଂହ ରାଶିର ବ୍ୟକ୍ତିବିଶେଷମାନେ ଦେବଦେବ ମହାଦେବଙ୍କ କୃପା ରହିବା ସହିତ ଭାଗ୍ୟ ସୁନା ଭଳି ଚମକିବା ପାଇଁ ଯାଉଛି ଏବଂ ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ଅଭାବ ଅନଟନ ଦୂର ହେବା ପାଇଁ ଯାଉଛି ଏବଂ ଆଗାମୀ 10 ଘଣ୍ଟା ମଧ୍ୟରେ ଏହି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବା ସହିତ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି। ଦେବଦେବଙ୍କ କୃପା ବର୍ଷିବା ହେତୁ ଏହି ରାଶିର ସିଂହ ରାଶିର ବ୍ୟକ୍ତିବିଶେଷମାନେ ଆପଣଙ୍କ ପାଇଁ ବେଶ ଲାଭଦାୟୀ ରହିବା ପାଇଁ ଯାଉଛି। ଏଥିସହିତ ଏହି ସିଂହ ରାଶିରେ ଜନ୍ମିତ ବ୍ୟକ୍ତିବିଶେଷମାନେ ଆପଣଙ୍କର ପୂର୍ବ ଅବସ୍ଥା କ୍ୟାରିୟରରେ ଉନ୍ନତି ଲାଭ କରିବେ। ଦେବଦେବ ମହାଦେବଙ୍କ କୃପାରୁ ଆପଣଙ୍କର କର୍ମକ୍ଷେତ୍ରରୁ ଶୁଭଫଳ ପାଇବେ। ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ। ଯେଉଁମାନେ ଚାକିରି ଅନୁସନ୍ଧାନରେ ଅଛନ୍ତି, ସେମାନଙ୍କ ପାଇଁ କୌଣସି ଏକ କମ୍ପାନୀରୁ ଚାକିରି କଲ୍ ବା ଫୋନ୍ କଲ୍ ଅଫର ଲେଟର ଆସିବ ଏବଂ ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ୟାଗୁଡ଼ିକ ଦୂରେଇଯିବ ଏବଂ ଭାଇ ଭଉଣୀଙ୍କ ସହ ହୋଇଥିବା ମନମାଳିନ୍ୟ ଦୂରେଇ ହେବା ସହିତ ଏହି ରାଶିରେ ଜନ୍ମିତ ବ୍ୟକ୍ତିବିଶେଷମାନେ ରିଏଲ ଇଷ୍ଟେଟ୍ ଓ ଠିକା କର୍ମଚାରୀମାନେ ସରକାରଙ୍କ ତରଫରୁ ଆପଣଙ୍କ ହାତକୁ କୌଣସି ପ୍ରକାର ବଡ଼ ପ୍ରୋଜେକ୍ଟ ମଧ୍ୟ କାର୍ଯ୍ୟ ପାଇବେ। ଏଥିସହିତ ଦୀର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ଜମିଗତ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ ଏବଂ ଆପଣଙ୍କ ମାନସିକ ଚାପ କମିବା ସହିତ ମାନସିକ ଶାନ୍ତି ଅନୁଭବ କରିବେ। ନୂଆ ଗାଡ଼ି କିଣିବାର ସ୍ୱପ୍ନ ସାକାର ହେବ। ଦେବଦେବ ମହାଦେବଙ୍କ କୃପା ବର୍ଷିବା ହେତୁ ଏହି ରାଶିର ଛାତ୍ରଛାତ୍ରୀମାନେ କୌଣସି ପ୍ରକାର ପ୍ରତିଯୋଗିତାରେ ଭାଗ ନେଇ ମଧ୍ୟ ପୁରସ୍କୃତ ହେବେ ଏବଂ ଆପଣଙ୍କ ବିଦେଶରେ ରହି ପଢ଼ିବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କର ଆଶା ମଧ୍ୟ ପୂର୍ଣ୍ଣ ହେବ ଏବଂ ପୁରୁଣା ବିନିଯୋଗରୁ ଲାଭ ପାଇବେ। ଏଥିସହିତ ଏହି ରାଶିର ଅବିବାହିତ ବ୍ୟକ୍ତିବିଶେଷଙ୍କ ପାଇଁ କୌଣସି ଏକ 10 ଘଣ୍ଟା ମଧ୍ୟରେ କୌଣସି ଏକ ଭଲ ବିବାହ ପ୍ରସ୍ତାବ ଆସିବା ସହିତ ବୈବାହିକ ଜୀବନ ସୁଖମୟ ହେବ। ଦେବଦେବ ମହାଦେବଙ୍କ କୃପାରୁ ଆପଣଙ୍କର ସମସ୍ତ ଆର୍ଥିକ ଅନଟନ, ଅଭାବ ଅନଟନ, ଦୁଃଖ ଦୁର୍ଦଶା ଦୂର ହେବା ପାଇଁ ଯାଉଛି ଏବଂ ଦୀର୍ଘ 10 ଘଣ୍ଟା ମଧ୍ୟରେ ଆପଣଙ୍କୁ ଅଚାନକ ଚାକିରି ମିଳିବ। ଏଥିସହିତ ଏହି ରାଶିରେ ଜଡ଼ିତ ବ୍ୟକ୍ତିବିଶେଷମାନେ ଯେଉଁମାନେ ବିଦେଶରେ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କରିବା ଦ୍ୱାରା ସେଥିରେ ଭଲ ରିଟର୍ଣ୍ଣ ପାଇବା ସହିତ ବ୍ୟବସାୟରେ ଉନ୍ନତି ହେବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ ଏବଂ ବ୍ୟବସାୟରେ ନୂତନ ଗରାଖ ଜୁଟିବେ ଏବଂ ଦେବଦେବ ମହାଦେବଙ୍କ କୃପାରୁ ଧାର କରଜ ଆଣିଥିବା ବ୍ୟକ୍ତିବିଶେଷମାନେ ଧାର କରଜ ସୁଝିବାରେ ସକ୍ଷମ ହେବେ ଏବଂ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ବିଶେଷ ଅଧିକାରୀମାନେ ସେଥିରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିବାର ସମ୍ଭାବନା ଯୋଗ ବନୁଅଛି। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ଦେବଦେବ ମହାଦେବଙ୍କ ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ସହୃଦୟରେ ହର ହର ମହାଦେବ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ତେବେ ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି କନ୍ୟା ରାଶି। ଏହି କନ୍ୟା ରାଶିରେ ଜଡ଼ିତ ବ୍ୟକ୍ତିବିଶେଷମାନେ ଦେବଦେବ ମହାଦେବଙ୍କ ବିଶେଷ କୃପା ରହିବା ହେତୁ ଅଚାନକ ଭାବରେ 10 ଘଣ୍ଟା ମଧ୍ୟରେ ଧନୀ ହେବା ସହିତ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି ଏବଂ ଦୀର୍ଘ ଦିନ ଧରି ପଡ଼ି ରହିଥିବା ସମସ୍ତ କାର୍ଯ୍ୟଗୁଡ଼ିକ ପୂର୍ଣ୍ଣ ହେବ ଏବଂ ଚାକିରିରେ ଉନ୍ନତି ହେବା ସହିତ ସରକାରୀ ଚାକିରିଆମାନଙ୍କର ପଦୋନ୍ନତି ସହିତ ଦରମା ବୃଦ୍ଧି ହେବ। ଏଥିସହିତ ଏହି ରାଶିରେ ଜଡ଼ିତ ବ୍ୟକ୍ତିବିଶେଷମାନେ ଆପଣଙ୍କର କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ୱ ଆପଣ ପାଇବେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଏଥିସହିତ ଏହି ରାଶିର ସରକାରୀ କର୍ମଚାରୀଙ୍କ ଲାଗି ସମୟ ଅତ୍ୟନ୍ତ ଭଲ ରହିବ। ଆଜିଠାରୁ ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବା ସହିତ ପ୍ରମୋସନ୍ ପାଇବା ସହ ଦରମା ମଧ୍ୟ ବୃଦ୍ଧି ହେବ, ଯାହାକି ଧାର କରଜ ଆଣିଥିବା ବ୍ୟକ୍ତିବିଶେଷମାନେ ଧାର କରଜ ସୁଝିବାରେ ସକ୍ଷମ ହେବେ। ଗାଡ଼ି ଓ ଜମି କିଣିବାର ସ୍ୱପ୍ନ ସାକାର ହେବ। ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ବ୍ୟବସାୟରେ ନୂଆ ବ୍ୟବସାୟ ଆରମ୍ଭ କରିବାରେ ମଧ୍ୟ ସଫଳତା ହାସଲ କରିବେ ଏବଂ ସଫଳ ହେବା ସହିତ ଭାଗ୍ୟ ସୁନା ଭଳି ଚମକିବ।
ଯେଉଁଥିରେ କି ମୋଟା ଅଙ୍କର ଲାଭ ପାଇବେ ଏବଂ ଟଙ୍କା ମଧ୍ୟ ଆପଣଙ୍କର ପଡ଼ି ରହିଥିବା ଟଙ୍କା ମଧ୍ୟ ଫେରସ୍ତ ପାଇପାରିବେ। ଦେବଦେବ ମହାଦେବଙ୍କ କୃପାରୁ ଯେଉଁମାନେ କୌଣସି ସଂସ୍ଥା ବା ସେୟାର ମାର୍କେଟରେ ଟଙ୍କା ଲଗାଇବା ପାଇଁ ଯୋଜନା କରୁଛନ୍ତି ସେମାନେ ମଧ୍ୟ ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ, ଭଲ ରିଟର୍ନ ମଧ୍ୟ ପାଇବେ। ଏଥିସହିତ ଏହି ରାଶିର ବ୍ୟକ୍ତି ବିଶେଷ ମାନସିକ ଚାପ କମିବା ସହିତ ପରିବାରରେ ହୋଇଥିବା ମନମାଳିନ୍ୟ ଦୂର ହେବ ଏବଂ ଆପଣଙ୍କର ନୂଆ ଘର ଜମି କିଣିବାର ସ୍ୱପ୍ନ ସାକାର ହେବ। ପତି ପତ୍ନୀଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର ହେବା ସହିତ ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ଏହି ରାଶିର ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମୀମାନଙ୍କ ଲାଗି ସମୟ ଅତ୍ୟନ୍ତ ଅନୁକୂଳ ରହିବା ସହିତ ପ୍ରେମ ବିବାହ ସଫଳ ହେବ। ନିଜ ପରିବାର ଲୋକଙ୍କ ସହ ହୋଇଥିବା କାରଣକୁ ନେଇ ବିବାଦ ମଧ୍ୟ ଦୂର ହେବ। ମନ ମତାନ୍ତର ଦୂର ହେବ। ପରିବାର ମଧ୍ୟରେ ସୁଖ ସମୃଦ୍ଧତା ଭରି ରହିବ। ଏଥିସହିତ ଏହି ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ ଆପଣଙ୍କ ସନ୍ତାନମାନଙ୍କ ଠାରୁ କୌଣସି ଖୁସି ଖବର ମିଳିବା ସହିତ ସନ୍ତାନମାନଙ୍କର ଚାକିରିକୁ ନେଇ ବ୍ୟକ୍ତି ବିଶେଷମାନେ ଚାକିରି ଧୀରେ ଧୀରେ ମିଳିବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ ଦେବଦେବ ମହାଦେବଙ୍କ ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ସହୃଦୟରେ ହର ହର ମହାଦେବ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ଭାଗ୍ୟଶାଳୀ ରାଶିଟି ହେଉଛି ତୁଳା ରାଶି। ଏହି ତୁଳା ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ ବୁଧ ଗ୍ରହ ଅଚାନକ ରାଶି ପରିବର୍ତ୍ତନ ସହିତ ଦେବଦେବ ମହାଦେବଙ୍କ କୃପା ବର୍ଷିବା ହେତୁ ଆଜିଠାରୁ ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି ଏବଂ ଦୁଃଖର ଦିନ ଶେଷ ହେବା ସହିତ ଆଗାମୀ 10 ଘଣ୍ଟା ମଧ୍ୟରେ ଆପଣଙ୍କୁ ଅଚାନକ ଧନୀ ହେବାର ଯୋଗ ବନୁଅଛି ଏବଂ ଆପଣଙ୍କ ପାଇଁ ଭାଗ୍ୟ ଅତ୍ୟନ୍ତ ସୁନା ଭଳି ଚମକିବା ପାଇଁ ଯାଉଛି ଏବଂ ଆପଣଙ୍କର ଦୀର୍ଘ ଦିନର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି। ଆଗାମୀ 10 ଘଣ୍ଟା ମଧ୍ୟରେ ଅଟକି ରହିଥିବା କ୍ୟାରିୟରର ସୁଯୋଗ ପୁନର୍ବାର ଆସିବ। କଳା, ସାହିତ୍ୟ, ରିସର୍ଚ୍ଚ, ସାମ୍ବାଦିକ, ଡାକ୍ତରୀ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ପାଇଁ ଶୁଭଫଳ ପ୍ରାପ୍ତି ହେବା ପାଇଁ ଯାଉଛି ଏବଂ 10 ଘଣ୍ଟା ମଧ୍ୟରେ ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ବ୍ୟବସାୟରେ ପୁରୁଣା ନିବେଶରୁ ଭଲ ଲାଭ ପାଇବା ସହିତ ଆପଣଙ୍କର ପଡ଼ି ରହିଥିବା ଟଙ୍କା ମଧ୍ୟ ଫେରସ୍ତ ପାଇପାରିବେ। ଆପଣଙ୍କର ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ ହେବ। ଏହି ସମୟରେ ନିଆଯାଇଥିବା ଯେକୌଣସି ପୁରୁଣା ନିଷ୍ପତ୍ତି ମଧ୍ୟ ଭବିଷ୍ୟତରେ ମହାନ ସଫଳତାର ମୂଳଦୁଆ ପକାଇବ ଏବଂ ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ହେବ। ଆପଣଙ୍କର ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ବିଶ୍ୱାସ ହାସଲ କରିବେ ଏବଂ ଆପଣଙ୍କର ସରକାରୀ ଚାକିରିରେ ପଦୋନ୍ନତି ମଧ୍ୟ ହେବାରେ ଉପରିସ୍ଥ ଅଧିକାରୀମାନେ ସାହାଯ୍ୟ କରିବେ ଏବଂ ଦରମା ମଧ୍ୟ ବୃଦ୍ଧି ହେବ ଏବଂ ଏହି ରାଶିରେ ଗବେଷଣା ଓ ଶିକ୍ଷା ଜଡ଼ିତ ବ୍ୟକ୍ତି ବିଶେଷମାନେ ବିଶେଷ ଭାବରେ ଲାଭବାନ ହେବେ। ପୁରୁଣା ଗ୍ରାହକ କିମ୍ବା ସମ୍ପର୍କ ଆର୍ଥିକ ଲାଭର କାରଣ ହେବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାକ୍ଷାତକାର ମଧ୍ୟ ସକାରାତ୍ମକ ଫଳାଫଳ ମିଳିବ। ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ପୁରୁଣା ବ୍ୟବସାୟିକ ଚୁକ୍ତିଗୁଡ଼ିକ ହଠାତ୍ 10 ଘଣ୍ଟା ମଧ୍ୟରେ ଆପଣଙ୍କର ଲାଭ ଆରମ୍ଭ କରିବ। ନିବେଶ ନିଷ୍ପତ୍ତି ଲାଭଦାୟକ ପ୍ରମାଣିତ ହେବ। ପରିବାରରେ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିରତା ଯାହାକି ଧୀରେ ଧୀରେ ସଦୃଢ଼ ରହିବ। ଆର୍ଥିକ ଅଭାବ ଅନଟନ ଦୂର ହେବା ସହିତ ଦେବଦେବ ମହାଦେବଙ୍କ ଆଶୀର୍ବାଦରୁ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ ଦେବଦେବ ମହାଦେବଙ୍କ ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ସହୃଦୟରେ ହର ହର ମହାଦେବ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ଧନୁ ରାଶି। ଏହି ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ ହଠାତ୍ ଆକସ୍ମିକ ଭାବରେ ଦୀର୍ଘ 10 ଘଣ୍ଟା ମଧ୍ୟରେ ଧନୀ ହେବା ସହିତ ଭାଗ୍ୟ ସୁନା ଭଳି ଚମକିବ। ଅଟକି ରହିଥିବା ସମସ୍ତ କାର୍ଯ୍ୟଗୁଡ଼ିକ 10 ଘଣ୍ଟା ମଧ୍ୟରେ ପୂର୍ଣ୍ଣ ହେବ। ଦେବଦେବ ମହାଦେବଙ୍କ କୃପା ବର୍ଷିବା ହେତୁ ଏହି ଧନୁ ରାଶିର ବ୍ୟକ୍ତି ବିଶେଷମାନଙ୍କ ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ଅଭାବ ଅନଟନ ଖୁବ୍ ଶୀଘ୍ର ଦୂର ହେବା ପାଇଁ ଯାଉଛି। ଦୁଃଖ କଷ୍ଟର ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି। ବ୍ୟବସାୟରେ ଲାଗି ରହିଥିବା ମନ୍ଦାବସ୍ଥା ଦୂର ହେବା ସହିତ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ସମୟ ସାବ୍ୟସ୍ତ ହେବା ପାଇଁ ଯାଉଛି। ଏଥିସହିତ ଏହି ରାଶିର ବ୍ୟକ୍ତି ବିଶେଷମାନେ ଆପଣଙ୍କ କୁଣ୍ଡଳୀରେ ବାଣୀ ଏବଂ ଧନ ଘରେ ଗଠିତ ହେବା ପାଇଁ ଯାଉଛି, ଯାହାକି ଧନରେ ବର୍ଷା ହେବା ପାଇଁ ଯାଉଛି। ଏହି ସମୟରେ ଆପଣଙ୍କୁ ଅପ୍ରତ୍ୟାଶିତ ଟଙ୍କା ମଧ୍ୟ ପାଇବାର ସୁଯୋଗ ମିଳିବ। ଏତଦ୍ ବ୍ୟତୀତ ଏହି ରାଶିରେ ଜଡ଼ିତ ବ୍ୟକ୍ତି ବିଶେଷ ପାଇଁ ଦେବଦେବ ମହାଦେବଙ୍କ କୃପାରୁ ଆପଣଙ୍କର ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ହୋଇଥିବା ସମ୍ପର୍କ ମଜବୁତ ହେବ। ଆପଣଙ୍କ ମାନସିକ ଶାନ୍ତି କମିବ, ଚାପ କମିବ, ସକାରାତ୍ମକ ଶକ୍ତି ଅନୁଭବ କରିବେ। ଏହି ସମୟରେ ଆପଣଙ୍କର
जे कि राजनैतिक व्यक्तिविशेष माने सामाजिक प्रतिष्ठा वृद्धि पाइब। सरकार तरफ किछि कार्य आपणको हाथ को आसिब। नूतन यात्रा लाभदायक हेब। विदेश यात्रार जोग बनउछि। नूतन संपर्क लाभदायक प्रमाणित हेब। एही समय रे आपण किछि टंका संचय करिबारे सक्षम हेबे। देवदेव महादेवଙ୍କ आशीर्वाद गृह किंबा जमी किଣିबार स्वप्न साकार हेब सहित गृह एक शुभ मांगलिक कार्य हेब एवं गृह प्रवेश नहीं समय अत्यंत शुभदायक समय आरंभ होछि। एथिसहित एही राशि छात्र छात्री माने जे माने विदेश रे रही पढ़िबा पई इच्छुक थिबो छात्र छात्रींकर आशा पूर्ण हेबा सहित देवदेव महादेवଙ୍କ कृपारु चाकरी अनुसंधान अछन्ते सेमानक मध्ये चाकरी भल मिलिबो एवं एही राशि कॉम्पिटिटिव एग्जाम पई प्रस्तुत हेतुवा छात्र छात्री माने परीक्षा रे मध्ये भल रिजल्ट करिवे एवं आपनकर दीर्घ दिन धरि पढ़ी रहिथिबा जेकोसी कार्य मध्य हासिल हेब एवं अविवाहित व्यक्ति विशेष भल बह प्रस्ताव आसब एवं जो मैंने प्रेम बह उपजित प्रतिबंधक दूर होगा सहित प्रेम बह सफल हो। देवदेव महादेव आशीर्वाद पार्टनरशिप रे चलथिबा व्यवसायी माने व्यवसायी मोटा अंकर लाभ मिलिबो। तेबे दर्शक बंधु आपनकर जदि एही राशि होइथे देवदेव महादेवଙ୍କ भक्त होइथांती कमेंट बॉक्स रे सहुदे रे हर हर महादेव लिखिबाकू बिल्कुल भी भूलिबेनी। तेबे दर्शक बंधु चलंतु जानि नेबा परवर्ती सही महाभाग्यशाली राशि मानक विषय रे। तेबे परवर्ती सही महाभाग्यशाली राशिटी हेउछि मकर राशि। एही मकर राशि रे जन्मित व्यक्ति विशेष माने आपनक कुंडली रे आगामी 10 घंटा मध्ये रे आपनकर समस्त मनस्कामना पूर्ण होबा पई जाउछि। देवदेव महादेवଙ୍କ आशीर्वाद रु बुध ग्रहଙ୍କ राशि परिवर्तन एही सब राशि एही मकर राशि रे व्यक्ति विशेषଙ୍କ भाग्यर ताला खोलिबा पई जाउछि। भाग्यर द्वार फिटिबो। भाग्य आपनक सपक्ष रे जिबे। परिवार लोकଙ୍କ समर्थन मिलिबो एवं एही राशि रे जन्मित व्यक्ति विशेष माने आपनकर अत्यंत शुभ फल प्राप्ति हेबा पई जाउछि। भाग्य बड़ सकारात्मक फलाफल प्राप्ति होगा सहित आपण मान माँ कि अन्य परिवार लोकों स्वास्थ्य को नहीं चिंतित थिबा व्यक्ति विशेष माने देवदेव महादेव आशीर्वाद धीरे धीरे स्वास्थ्य उन्नति होगा सहित स्वास्थ्य भल रहिबो एवं धन लाभ हेबो। एथि सहित आगामी 10 घंटा मध्य एही राशि व्यक्ति विशेष माने धन एवं लाभ वृद्धि हेबार संभावना अधिक जोग बनउछि जहाँकि आपणकर पूर्व अपेक्षा आर्थिक स्थिति को धीरे धीरे मजबूत करिबो। चाकरी अनुसंधान अच्छे से भल कंपानी चाकरी मिल एवं व्यवसाय कठिन परिश्रम द्विगुणित फल प्राप्ति हेब। पार्टनरशिप रे चलथिबा व्यवसायी माने सकारात्मक फलाफल पाइबे। मोटा अंकर लाभ मिलिबो। प्रेम एवं पारिवारिक संपर्क रे संतुलन बजाय रहिबो। घरे शुभ कार्य अनुष्ठित हेबो। स्वास्थ्य मध्य स्वाभाविक भल रहिबो। मानसिक शांति बजाय रहिबो। आजिर दिन ठारू दुख कष्ट समस्या अंत घटिबा सहित नूतन निवेश एवं प्रकल्प पई मध्य भल रहिबो एवं एही राशि रे जन्मित व्यक्ति विशेष माने आपनकर कला साहित्य रिसर्च क्षेत्र में सफलता आणिब। हठात आर्थिक लाभर सुजोग आसिब। धार कर्ज आनिथिबा व्यक्ति विशेष माने धार कर्ज सुझिबारे सक्षम हेब। वृत्तिगत जीवन में लग रही समस्यार अंत घटिब। वाणिज्य व्यवसाय लग रही मंदावस्था दूर हेब। देवदेव महादेव आशीर्वाद समस्त अभाव अनटन दूर हेबा सहित आर्थिक स्थिति धीरे धीरे सदृढ़ हेब एवं किछि टंका संचय करिबारे सक्षम हेबे। तेबे दर्शक बंधु ये थिले सही सब महाभाग्यशाली राशि जहाँ पर देवदेव महादेव कृपा वर्षिबा सहित दुख कष्ट समस्यार अंत घटिबा सहित आगामी 10 घंटा मध्य आपको किछि शुभ फल सब प्राप्ति हेबो एवं समस्त क्षेत्र में उन्नति लाभ करिवे। तेबे दर्शक बंधु आपणकर एथिमध्यरु जेकोसी राशिटी भी हेताउ देवदेव महादेवଙ୍କ भक्त होइथांती कमेंट बॉक्स रे सहुदे हर हर महादेव लिखा बिल्कुल भी भूलिबेनी। तेबे दर्शक बंधु आज वीडियोटी एट रखुची। नमस्कार। हर हर महादेव।